ଏହି ଲିପନ୍ ଆର୍ଟ ଆମର ବେସିକାଲି ଗୁଜରାଟର ବହୁ ପ୍ରଚଳିତ ଏବଂ ପୁରାତନ କଳା ଅଟେ। ସେଠାରେ କ୍ଲାଇମେଟ୍ ହାଇ ଟେମ୍ପରେଚର ହୋଇଥିବାରୁ କାନ୍ଥଗୁଡ଼ିକର ମାଟି ଫାଟି ଭାଙ୍ଗିଯାଏ। ସେଥିଲାଗି ସେମାନେ ମାଟିରେ ଗୋବର ଏବଂ ଜଅର ନଡ଼ା ମିଶାଇ ମାଟିକୁ ଭଲ ଭାବରେ ଚକୁଡ଼ି ଗୋଟିଏ ଲେପ ପ୍ରସ୍ତୁତ କରି କାନ୍ଥରେ ଲଗାନ୍ତି, ଯାହାଫଳରେ କି କାନ୍ଥଟି ଲଙ୍ଗ ଲାଷ୍ଟିଂ କରେ ଏବଂ ଘର ଭିତରକୁ ଗରମ ଛାଡ଼େ ନାହିଁ। ସେମାନଙ୍କର କରେଣ୍ଟର ସୁବିଧା ନଥିବାରୁ ସେମାନେ ଘର ଭିତରର ଓଦା ମାଟି କାନ୍ଥରେ ମିରରଗୁଡ଼ିକୁ ସଜେଇ ଦିଅନ୍ତି, ଯାହାଫଳରେ କି ଗୋଟିଏ ଦୀପରେ ସେମାନେ ମିରର ରିଫ୍ଲେକ୍ସନ କରି ଘର ସାରା ଆଲୋକିତ କରିଥାନ୍ତି। ଧୀରେ ଧୀରେ ଏହା ଏକ ଲୋକପ୍ରିୟ କଳାରେ ପରିଣତ ହେଲାଣି। ବର୍ତ୍ତମାନ ମଡର୍ଣ୍ଣ ଯୁଗରେ ଲିପନ୍ ଆର୍ଟଗୁଡ଼ିକୁ ଘର ଏବଂ ଅଫିସର ଗୃହର ସାଜସଜ୍ଜା କାର୍ଯ୍ୟରେ ବ୍ୟବହୃତ କରାଯାଉଛି। ଦେଶ ବିଦେଶରେ ଏହାର ଚାହିଦା ବଢ଼ିବାକୁ ଲାଗିଛି। ଲିପନ୍ ଆର୍ଟକୁ ଅଫିସ ଗୃହ କି ଘରେ ରଖିଲେ ପଜିଟିଭ୍ ଭାଇବ୍ ସହିତ ପଜିଟିଭ୍ ଥଟ୍ ମଧ୍ୟ ଦେବାର ବିଶ୍ୱାସ କରାଯାଏ। ଆମେ ଏହି କଳା ସହିତ ସ୍ପନ୍ଦନ ମୁଁ ଜଡ଼ିତ ଥିବାରୁ ବହୁତ ଖୁସି ଲାଗୁଛି। ରହୁଛି, ଧନ୍ୟବାଦ।